ବେତନଟି ବ୍ଲକ ଅନ୍ତର୍ଗତ ଚାଞ୍ଚିପଦା ପଞ୍ଚାୟତର କ୍ଷେତ୍ରପାଟଣା ଠାରେ ଅଛୁ। ତେବେ ଏଠାରେ ଦେଖିଲୁ ଜଣେ ବ୍ୟକ୍ତି ଗୁଡ଼ାଏ ଛେଳି ନେଇକି ଯାଉଛନ୍ତି, ବଗାଳ କରିବା ପାଇଁ ଯାଉଛନ୍ତି, ଚରେଇବା ପାଇଁ ଯାଉଛନ୍ତି। ଜାଣିବା ପାଇଁ ଇଚ୍ଛା ହେଲା ଏବଂ ତାଙ୍କ ଘରକୁ ମଧ୍ୟ ଆସିଲୁ ଏବଂ ଦେଖିଲୁ ଯେ ଯେଉଁ ଛେଳି ଏତେ ଗୁଡ଼ିଏ ଛେଳି ରଖିଛନ୍ତି, କେମିତି କ'ଣ ରଖିଛନ୍ତି, କେମିତି କ'ଣ ତାଙ୍କର ଚାଲିଛି, ଗୁଜୁରାଣ ମେଣ୍ଟୁଛି, ସିଧାସଳଖ ଆମେ ପ୍ରତିକ୍ରିୟା ନେବା ପାଇଁ ଚାହିଁବା। ଆପଣଙ୍କ ଟିକେ ପରିଚୟ ଆଜ୍ଞା। ସୁଭାଷ ମହାନ୍ତ, ଘର କ୍ଷେତ୍ରପାଟଣା। ଆପଣ ଏଇ ଯେଉଁ ଛେଳି ଆମେ ଦେଖୁଛୁ ରଖିଛନ୍ତି, କେବେଠୁ ଏଇ ଛେଳି ରଖୁଛନ୍ତି? ଆଜି ହେଇଗଲା 15-20 ବର୍ଷ। ତେବେ କେତେ ଖଣ୍ଡେ ଛେଳି ରଖିଛନ୍ତି ଆପଣ? 70-60ଟା ଖଣ୍ଡେ ହେବ। 60-70ଟା ଆପଣଙ୍କର ଛେଳି ରହୁଛି। ତେବେ ଏଇ ଯେଉଁ ଛେଳି ଆପଣ ଯେଉଁ ଘର ବି ଆମେ ଦେଖୁଛୁ ଏତେ ଉନ୍ନତ ନାହିଁ, ତେବେ ଏଇ ଯେଉଁ ଛେଳି ରଖିବା ପାଇଁ ଆପଣଙ୍କୁ କିଛି ଅସୁବିଧା ହେବନି? ଅସୁବିଧା ବହୁତ। ଏ ବର୍ଷା ଦିନରେ ଖରା ଦିନରେ ବନ୍ଧିବା ପାଇଁ ରଖିବା ପାଇଁ ବହୁତ ଅସୁବିଧା, କିନ୍ତୁ ଆମେ ବହୁତ ଦୁଃଖରେ ରଖିଛେ। ଆପଣ ଜାଣିଛନ୍ତି କି ଯେଉଁ ସରକାରଙ୍କ ତରଫରୁ ମଧ୍ୟ ସହାୟତା ମିଳୁଛି, ଯାହାଙ୍କ ଘରେ ଛେଳି ରହୁଛି ସେମାନଙ୍କୁ ସ୍ୱତନ୍ତ୍ର ଭାବରେ ଛେଳି ଘର ପ୍ରଦାନ କରାଯାଉଛି, ଏସବୁରେ ଜାଣିଛନ୍ତି କି? ବା କେବେ ଆପଣ କେଉଁଠି ଯାଇକି ସରକାରଙ୍କୁ ବା କୌଣସି ଜାଗାକୁ ଯାଇକି ଆପଣ କୌଣସି ଜାଗାକୁ ଯାଇକି ଆପଣ କେବେ କିଛି ଆବେଦନ କରିଛନ୍ତି କି ଛେଳି ଘର ପାଇଁ? ଆମେ ଯାଇଥିଲେ ପଞ୍ଚାୟତ ଅଫିସରେ ବି କହିଛେ, ଆଉ ସେ ଭିଏସ୍କୁ ବି କହିଛେ। ସେମାନେ କହିଲେ ହଁ ହେବ ହେବ। ଆମେ କିଛି କାହିଁ ଆଉ ଦେଉନାହାନ୍ତି, ଖାଲି କହୁଛନ୍ତି। ମିଳିନେ ସିନା ଯାହା ଆମେ ଟିକେ ସାହାଯ୍ୟ ପାଇଥାନ୍ତେ, ଭଲରେ ଛେଳିକା ରହିଥାନ୍ତା। ବହୁତ ଦୁଃଖରେ ରହିଛି ଛେଳି। ଛେଳି ଆଉ ଆମେ ମଣିଷ ଗୋଟେ ଜାଗାରେ ଶୋଉଛେ, ଛେଳି ରଖିବା ପାଇଁ ଜାଗା ନାହିଁ। ଟିକେ ଘର ଗୋଟେ ଦିନେ ଭଲ ହେଇଥାନ୍ତା। ଆଉ ବହୁତ ଦୁଃଖରେ ଆମେ ରହିଛେ, କିନ୍ତୁ ଭଲ ଗୋଟେ କାମ କର, ଗୋଟେ ଘର ଦିଅ ସରକାର ତରଫରୁ, ସାହାଯ୍ୟ ଆମକୁ କର, ଟିକେ ଭଲ ରହିବ। ଏତେ ଗୁଡ଼ା ଛେଳି ରଖିଛନ୍ତି, ତାଙ୍କୁ ଖାଇବା ପାଇଁ ଦେବା ଇତ୍ୟାଦି ନିଶ୍ଚିତ ଭାବରେ ସେମାନେ ତାଙ୍କର ଖାଦ୍ୟ ଦରକାର ବଞ୍ଚିବା ପାଇଁ। ତେବେ ସେମାନଙ୍କୁ କ'ଣ ଖୁଆଉଛନ୍ତି ଆପଣ? ଛେଳି ଡାଳ ପତ୍ର ଆଉ ଚରେଇତେ ନିଏ ବଣକୁ, ଆଉ ଜଙ୍ଗଲକୁ ନେଉଛେ। ସେ ହେଣ୍ଟା ବାଘ ଆସିନେ ସିଏ ନେଇତେ ଖୋଜିବ, ସେଇଠି ଦୁଃଖ। ତା ମୁହଁରୁ ଆଣିନେ ଘର ପାଖରେ ରଖିବା ପାଇଁ ଜାଗା ନାହିଁ। ଯାହା ହଇରାଣ ପାଉଛେ ଆମେ, ଆଉ ଯାହା ଦୁଃଖ, ଏ ଜୀବନରେ ବହୁତ ଦୁଃଖରେ ଆମେ ଛେଳି ରଖିଛେ। ତେବେ କେତେ ଆବଶ୍ୟକତା ଅନୁଭବ କରୁଛନ୍ତି ଆପଣଙ୍କ ପାଇଁ, ଯେଉଁ ସରକାରୀ ସହାୟତା ବା ଗୋଟେ ଘର ପାଇଁ କେତେ ଆବଶ୍ୟକତା ଅନୁଭବ କରୁଛନ୍ତି? ଘର ପାଇଁ ଟିକେ ବହୁତ ଆମେ ଦୁଃଖ କରୁଛେ। ଘର ଗୋଟେ ମିଳିନେ ଆମର ଛେଳିକା ଟିକେ ଭଲରେ ରହିଥାନ୍ତା। ଆଉ ତେବେ ଆପଣ ଏଇ ଯେଉଁ ଏଇ ଛେଳି ପାଳନ କରିବା ଏଇ କାମ କରନ୍ତି ନା ଆଉ କ'ଣ କାମ କରନ୍ତି ଆପଣ? ମୋର ଖାଲି ଛେଳି ବେପାର। ଛେଳି ମୁଡ଼ୁଛି, ଛେଳି ଭାତ ଖାଉଛେ, ଆଉ କିଛି ନାହିଁ। ମୋର ସେଇ ଧନ୍ଦା। ତେବେ ଛେଳି ନେଇକି କେତେବେଳେ ଯାଆନ୍ତି ଆପଣ ଏବଂ କେତେବେଳେ ଘରକୁ ଫେରନ୍ତି? ମୁଁ ଯିମି 8-9ଟା ବେଳେ, ଘୁରମି 5ଟା 4ଟା 4:30 ଏରକମ ସମୟରେ ଘୁରେ ଘରକୁ। ଆଉ ଜଲ୍ଦି ଆଣିନେ ଖାଇବେ କିସ? ଘର ପାଖରେ କିଛି ନାହିଁ। ଡାଳ ପତ୍ର ଆଣିଦେବ, ସେ ସକାଳୁ ଖାଇକି ସଫା କରିଦେଉଛନ୍ତି। ଏତେକା ଛେଳିକୁ କେତେ ପତ୍ର ଡାଳ ବି ଆଣିକି ଯୋଗେଇବା। ଦୁଃଖରେ ଟିକେ ରହିଛେ, ଆଉ ଯେ ରକମ କରିକି ଜିନିଷଟାକୁ ରଖିଛେ। ଆଉ ତେବେ ଏଇ ଯେଉଁ ଏତେ ଛେଳି ରଖିଛନ୍ତି, ମଣିଷର ଯେମିତି ରୋଗ ହେଉଛି ଛେଳିର ମଧ୍ୟ ରୋଗ ହେଉଥିବ, ସେତେବେଳେ ଆପଣ କ'ଣ କରୁଛନ୍ତି? ସେ ଛେଳିକୁ ବି ରୋଗ ହେନେ ମଣିଷକୁ ବି ରୋଗ ଧରିଯାଉଛି। ଡାକ୍ତରଖାନା ଯାଇକି ଭଲ ହେଉଛି, ଆଉ କିସ କରିବା। ତେବେ ଏଇ ଯେଉଁ ଆପଣଙ୍କର ଏଇଠୁ କେତେ ଦୂରରେ ରହିଛି ଯେଉଁ ପ୍ରାଣୀ ଚିକିତ୍ସାଳୟ ବା ଭେଟେନାରୀ କାର୍ଯ୍ୟାଳୟ ରହିଛି, ପଶୁ ଡାକ୍ତରଖାନା ରହିଛି, କେତେ ଦୂରରେ ରହିଛି ଆପଣଙ୍କ ଘରଠୁ? ହଁ 5-4 କିଲୋମିଟର ହେବ। ତେବେ ଏଇ ଯେଉଁ ଛେଳି ରଖିଛନ୍ତି, ହଠାତ୍ କେତେବେଳେ କେମିତି ରୋଗରେ ମରିଯାଉଥିବେ, ସେତେବେଳେ କିଛି ସରକାରୀ ସହାୟତା ବା କିଛି ମିଳୁଛି? ନା, ମରିଗଲେ କିଛି ମିଳୁନାହାନ୍ତି। ସେଇ ରକମ ମରିଯାଉଛି। ଆଉ 20-15 ବର୍ଷ ହେଇଗଲା ଆଜ ଛେଳି ରଖିଛେ। ଏ ବର୍ଷ ଆମର 20ଟା ଛେଳି କଟିଗଲା, ଗୋଟେ ପଇସା ବି ସରକାର ସାହାଯ୍ୟ ମିଳିଲା ନାହିଁ, କିଛି ମିଳିଲାନି। ସେ ଆମେ ଯାଉଛେ, ଆଉ କିସ କରିବା, ଦୁଃଖରେ ଚାଲିଛେ। ଆଉ ଏରକମ ଅବସ୍ଥାରେ ରହିଛେ, ଆଉ କିସ କରିବା। ସରକାର ତ ସେ ଟଙ୍କା ବି ଦେଉନାହାନ୍ତି ଯେ ଛେଳି ନଷ୍ଟ ହେଇଗଲା, ଯାହା କିଛି ଟଙ୍କା ସାହାଯ୍ୟ କରିବା, ସେ ଗରିବ ମଣିଷଟା ରଖିଥିଲା, ସେରକମ କିଛି ମିଳୁନି। କାହିଁ କିଛି ତ ଦେଉନାହାନ୍ତି। ଆଉ ତେବେ ଆପଣଙ୍କର କହିବା କଥା ସରକାରୀ ସ୍ତରରେ ମଧ୍ୟ କିଛି ସେମିତି ବ୍ୟବସ୍ଥା ରହିବା ଦରକାର, ଯେ ଯଦି ଛେଳି ମରିଗଲେ କି କ'ଣ ହେଲେ ସେତେବେଳେ କିଛି କ୍ଷତିପୂରଣର ଆବଶ୍ୟକତା ରହୁଛି। ସେଇଟା ତ ଦେନେ ଭଲ ହେଇଥାନ୍ତା। ସାର୍ ଦେଉନାହାନ୍ତି, କିସ କରିବା କୁହ। ସରକାର ଦେନେ ତ। ସରକାରକୁ ମୁଁ ଅନୁରୋଧ କରୁଛି, ତୁମ ମାଧ୍ୟମରେ ଆମକୁ ଟିକେ ସାହାଯ୍ୟ କର। କ୍ଷତି ଜାଗା ହେଇଯାଉଛି, ସେଟା ଟିକେ ମିଳିନେ ଆମକୁ ଟିକେ ଯାହା ହଉ ଆମେ ଭଲରେ ଚଳିଥାନ୍ତେ। ଆଉ ଟିକେ ଭଲରେ ଚଳିଥାନ୍ତେ, କିଛି ତ ମିଳୁନି, କିସ କରିବା କୁହ। ତେବେ ଆପଣଙ୍କ ଘର ପରିବାରରେ କିଏ କିଏ ରହୁଛନ୍ତି? ଘର ପରିବାରରେ ଆମ ଭାଇ ଅଛି, ଆଉ 2ଟା ବୋହୂ, ଆଉ ଛୁଆ 2ଟା, ଏତକ। ପିଲାମାନେ କ'ଣ କରୁଛନ୍ତି? ପିଲାମାନେ ପାଠ ପଢ଼ିତେ ଜଣେ ଯାଏ, ଜଣେ ଘର ପାଖରେ ରୁହେ। ଆପଣଙ୍କର ଛେଳି ଅଛି, ତେବେ ଗୋରୁ ଅଛି କି? ଗୋରୁ ବି 2ଟା ଅଛି।
हड़िया गाई नहीं हड़िया अच्छी दुईटा तेबे सेगुड़ा को भी रखापी छेली रखापी असुविधा हो हाँ गुरु भी हड़िया कादरे पड़ी बहुत असुविधा रही गुरु भी सरकार को तरफ सरकारी सहायता जो गृह प्रदान कर सरकारी घर किसी पाई ना सर किसी मिलनी दबे देवे कहते कहीं घर मनुष घर भी ना छेड़ी घर भी ना कि तो दौना आमको आ किस करवा कह कि घर ना तेज शुणुले कि भाव में जो बेतनटी ब्लॉक अंतर्गत जो चांचीपदा पंचायतर क्षेत्रपाटना ठारे जो रही सुभाष महांत से किभली भाव में जो छेली रखिंट एवं छेली को लेकिन जो भरण पोषण कर पेशा भाव में ग्रहण कर से छेली को लेकिन ही जीविका निर्वाह कर तेबे केते असुविधार अच्छा सीधा सड़क प्रतिक्रिया प्रकाश करते किभली भाव में से गोटे छेली रखापी जगह ना पाखापाखि निकट में 60-70टा छेली रोची प्रति मुहूर्त तेणु ये 60-70टा छेली को रखापी तांका पाखरे एते यथेष्ट जगह मध्य नाही किंतु बाध्य बाधकतार से रखुचंती तांकर गुजराण मेंटाइवाई तेबे गोटे जगार जमी सी कहते कि गोटे जगार शोवाई पड़ुछि छेली मनीष समस्ते गोटे जगार शोवाई पड़ुछि तेणु से सरकार को निवेदन करिसेंती जे किभली भाव में तांको गोटे स्वतंत्र भाव में छेली गृह छेली घर बा छेली गृह प्रदान करा जाऊ से सरकार को निवेदन करिसेंती जो आम माध्यम से निवेदन करिसेंती एवं किभली भाव में गोटे छेली घर मिलिले से उपकृत है बोली सीधा सड़क प्रकाश करिसेंती। तेबे आम जो देखुलु जो जो छेली रखिंट जो क्षेत्रपाटनार जो सुभाष महांत रखिंट जो आम सहित अच्छा जो चांचीपदा पंचायतर पूर्वतन सरपंच श्रीजुक्त महादेव सिंह अच्छा आम सीधा सड़क निकटर प्रतिक्रिया नापी चाहिए ये जो सुभाष महांतर जो एत गुड़े छेली रखिंट आप निजे देखुंत तेबे कौन कहवाई चाहिए किसी सरकारी सहायता एत पर्यंत मिलना किसी सरकारी सहायता सरकार तरफ किसी सहायतार आवश्यकता अच्छी बोली अनुभव कर। नमस्कार संकेत न्यूज को मु धन्यवाद दूसरी संकेत न्यूज को आज जहा हो चांचीपदा ग्राम पंचायत अधीनस्थ क्षेत्रपाटना ग्राम रे थिबा जो सुभाष चंद्र महांत से बहुत दुख कष्ट से छेली पोषिचंती छेली रखिंट तो ताकर मु गतकाली एठी आसीथिली क्षेत्रपाटना ग्राम को बसी था गोटे दुकान रे आ मु देखली से समय सी छेली नहीं करी जंगल को चरवाई जाऊँगी से 2-3 जन आमर पिला थिले सांग थिले से पचारे एत गुड़ाए छेली ना आगे हाँ तर 60-70-75 खंडे छेली अच्छा मरी जाऊँच बेले बेले मुझे ठीक ठीक अच्छे ताले आम टे सरकार को जनइबा कहीं घर फर मिलूना मुझे भी बहुत दुख प्रकाश कली जे 60-70टा छेली रखिंट कहीं आज पर्यंत तांकर भी घर हो पारुना से बारंबार ताकू तो एप्लाय कराई तेणु मु आपण तरफ मु सरकार को मध्य निवेदन करुछि सुभाष चंद्र महांत को जिते शीघ्र आमर बर्तमान छेली गृह भी अच्छी 10टा-15टा छेली रखिले गोटे गोटे गृह आसूची ये तो 60-70-75टा छेली माने अति शीघ्र पाइबा पाई तांकर हक अच्छी तेणु तांको हक कहीं से माने पाइबेनी मु सरकार ठारे मु निवेदन करुछि। सी मध्य कहते कि भाव में रोच छेली मनीष गोटे जगह रोच रखापी जगह ना तेज केते शीघ्र आवश्यकता रही आप निश्चित भाव में तांकर बहुत शीघ्र आवश्यकता रोची कहीं ना से कहते जे गोटे जगार ही छेली एवं मनीष गोटे जगार ही शोचते गोटे घरे तेणु छेली पाखे निश्चित भाव में मशा आसुवे डांस आसुवे आउ खाली जे छेली पाक आसते मनीष जे से पाखे शुई निश्चित भाव में मनीष पाखे भी बसुँच तेणु मशा कामुड़े मनीष को भी रोग हम छेली को तो रोग होपर से भी कहते कि जे वर्ष को छेली मरी मरी जाते जाइए VS पाक को जाइए इंश्योरेंस कहीं करूना VS भी मुझे VS सार को भी अनुरोध करुच्ची आपण निजे आसिकी आपण निजे सुभाष चंद्र महांत घरे बुलीजे तांकर छेली केते अच्छी आपणकर तो निश्चित रजिस्टर थी जे छेली आम एरिया रे केते अच्छी क्या घरे केते अच्छी बोली आपन भी आसिक आप रजिस्टर मेंटेन्स करूँ एवं तांकर जेतिक पाइबापी हक से पाऊँ बा छेली जो गोटे गोटे मरुंच इंश्योरेंस केमती हम छेली मले टंका पाइबे से आपड़ टे परामर्श दिंतु
କାହିଁକି ନା ଏମାନେ କିଛି ଜାଣିନାହାନ୍ତି ଏମାନଙ୍କ ଏତେ ବୁଦ୍ଧି ଥିବ ନଥିବ ଆପଣମାନେ ଯେହେତୁ ଏଇଠି ଭିଏସ୍ ଅଛନ୍ତି ଆପଣ ଆସିକି ତାଙ୍କ ଘର ସହିତ ଯୋଗାଯୋଗ କରନ୍ତୁ ସେମାନେ ବି ତ କହୁଛନ୍ତି ଆପଣଙ୍କ ସହିତ ଯୋଗାଯୋଗ କରୁଛନ୍ତି ତ ଆଜି ପର୍ଯ୍ୟନ୍ତ କାହିଁକି ସେ ଜିନିଷ ହେଇନାହିଁ ସେଟାକ ବହୁତ ଦୁଃଖ ଲାଗୁଛି ଆଜ୍ଞା ତେଣୁ ସୁଭାଷ ଚନ୍ଦ୍ର ମହାନ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ସିଏ କହୁଥିଲେ ଯେ ମୋର କୌଣସି କାମ ନାହିଁ ମୁଁ ଛେଳି ଚରେଇ ମୁଁ ଛେଳି ମାଧ୍ୟମରେ ମୋ ଜୀବନ ଭରଣ ପୋଷଣ କରୁଛି ତେଣୁ ଗୋଟେ ବର୍ତ୍ତମାନ ତ ଚାଷ କରିବା ପାଇଁ ସରକାର ବହୁତ ଲୋନ୍ ଦେଉଛି ଚାଷ ଛେଳି ଚାଷ ହେଉ ମାଛ ଚାଷ ହେଉ ବା ଏମିତି ବହୁତ ପ୍ରକାର ଚାଷ ପାଇଁ ସେ ସରକାର ଲୋନ୍ ଦେଉଛନ୍ତି ସେ ବି ଯଦି ସରକାର ଚାହିଁବେ ଯେ ତାଙ୍କ ଆଉ ଟିକେ ତାଙ୍କ ଘର ଥିବ ଛେଳି ଘର ଥିବ ତାଙ୍କର ଘେରି ଥିବ କେତେ ସୁନ୍ଦର ସେମାନେ ଛେଳି ଚାଷ କରିକି ଜୀବନଯାପନ କରିପାରିବେ ନିଶ୍ଚିତ ଭାବରେ ଇଏ ଗୋଟେ ନିଶ୍ଚିତ ଭାବରେ ଆବଶ୍ୟକତା ରହିଛି ଅତି ଶୀଘ୍ର ଏ ଯେଉଁ ସୁଭାଷ ଚନ୍ଦ୍ର ମହାନ୍ତ ରହିଛନ୍ତି କ୍ଷେତ୍ରପାଟଣା ଗ୍ରାମର ଯେଉଁ ତାଙ୍କର ଅତି ଶୀଘ୍ର ଛେଳି ଗୃହ ଏବଂ ଛେଳି ଯେଉଁ ମରିଯାଉଛନ୍ତି ତାର କେମିତି କ୍ଷତିପୂରଣ ମିଳିପାରିବ ସେ ଦିଗରେ ମଧ୍ୟ ସରକାରଙ୍କ ତରଫରୁ ଯେଉଁ ପ୍ରାଣୀ ଚିକିତ୍ସାଳୟ ତରଫରୁ ଯେଉଁ ପ୍ରାଣୀ ବିଭାଗ ତରଫରୁ ଯେଉଁ ମଧ୍ୟ ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ରହିଛି ବୋଲି ସିଧାସଳଖ ଯେଉଁ ଦାବି କରିଛନ୍ତି ଯେଉଁ ରହିଛନ୍ତି ଚାଞ୍ଚିପଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ମହାଦେବ ସିଂ ମୟୂରଭଞ୍ଜ ଜିଲ୍ଲା ବେତନଟି ବ୍ଲକ ଚାଞ୍ଚିପଦା ପଞ୍ଚାୟତ କ୍ଷେତ୍ରପାଟଣାରୁ ଗତିକୃଷ୍ଣ ମହାନ୍ତ ରିପୋର୍ଟ ଓଡ଼ିଶା ସଂକେତ ଟିଭି।